आज आम आलोचना करवा कहीं आम लाइफ रे समस्त लाइफ रे गोटे दुख भी आसी था एवं एस्ट्रोलोजी तार कारण कौन कौन पाई आम लाइफ रे विभिन्न प्रकार जो कार्यक्रम चली था आम लाइफ रे तारी विषय आज आलोचना करवा ओके टॉपिक रखिबा बहुत मजेदार टॉपिक रही लाइफ रे देखो लोन कहीं बेसी हुए लोन जो एस्ट्रोलोजी कुंडली ऋण जो उपाय कहीं सब आम लाइफ रे रही है लोक लाइफ रे देखिए लाइफ टा पूरा लोन लोन ले कटि जाऊँगी कहीं रोचे तार एक्चुअली कारण कौन रोचे एस्ट्रोलोजी अनुसार आम जब जाना आम जाना चेष्टा करवा ओके बहुत इंपोर्टेंट टॉपिक्स निश्चित तार इफेक्ट्स पड़ो लाइफ रे फास्ट हूँ लोन बेसी कहीं एस्ट्रोलोजी अनुसार कौन कर आवश्यक अच्छे ज्योतिष शास्त्र ऋण लोन स्थिति को मुख्यतः षष्ठ भाव जो 12 भाव अच्छी 1 2 3 4 5 6 7 8 9 10 11 12 से षष्ठ भाग सिक्स्थ हाउस रे शनि मंगल राहु केतु बृहस्पति स्थिति देखा जाए এই ষষ্ঠ ঘরକୁ ଲୋନ ର ଘର ଭାବରେ ବିବେଚନା କରାଯାଏ କାରଣ ଯାହା ଦ୍ୱାରା ଲୋନ ବେଶୀ ହୁଏ ଷଷ୍ଠ ଭାବରେ ବା ସିକ୍ସ ହାଉସ ରେ ଋଣ ଶତ୍ରୁ ଓ କଷ୍ଟ ହୋଇଥାଏ ଯଦି ସିକ୍ସ ହାଉସ ରେ ବଳବାନ କିମ୍ବା ମିଳାପି ଗ୍ରହ ଶନି ମଙ୍ଗଳ ରାହୁ ରହିଛି ଲୋନ ଧାର ବେଶୀ ଯଦି ସିକ୍ସ ହାଉସ ଆପଣଙ୍କର ବଳବାନ ଅଛି ପାୱାର ଅଛି କିମ୍ବା ସେଥିରେ ଗ୍ରହ ଶନି ମଙ୍ଗଳ ରାହୁ ଯଦି ରହୁଛନ୍ତି ଆପଣଙ୍କ ଜୀବନରେ ଲୋନ ଆଉ ଧାର ଉଧାର ସବୁବେଳେ ଲାଗି ରହିବ ଜୀବନରେ ଶନି ରହିଲେ ଶନିଙ୍କର କଣ ପ୍ରଭାବ ହବ ଶନି କେବେ କେବେ ଡିଲେ କରିବେ ବର୍ଡନ ଦେବେ କାର୍ମିକ ଡିବେଟ ଦେବେ ଯଦି ଶନି ସିକ୍ସ ଆଉ 8 ହାଉସ କିମ୍ବା 12 ହାଉସରେ ଅଛନ୍ତି ଋଣ ସମସ୍ୟା ଅଧିକ ରହିଯିବ ଆପଣ ଯଦି ଶନି ଆପଣଙ୍କ ଜୀବନର 6 8 କିମ୍ବା 12 ହାଉସରେ ଅଛନ୍ତି ଆପଣ ଜାଣି ନିଅନ୍ତୁ ଆପଣଙ୍କ ଜୀବନରେ ସବୁବେଳେ ଋଣ ଲାଗି ରହିବ ବା ଲୋନ କରଜ ସବୁବେଳେ ଜୀବନରେ ଲାଗି ରହିବ ମଙ୍ଗଳ ଯଦି ସିକ୍ସ ଯାଉଥିଲେ ଲିଗାଲ କେସ୍ ଆପଣଙ୍କ ଜୀବନରେ ରହିବ ଲୋନ ବର୍ଡନ ରହିବ ଫାଇଟିଂ ଫର ମନି ରହିବ ସବୁବେଳେ ଆପଣଙ୍କର ମନି ପାଇଁ ଝଗଡା ପଟି ପଇସା ପାଇଁ ରହିବ ରାହୁ ଆଉ କେତୁ ରାହୁ ଯଦି ସିକ୍ସ ହାଉସରେ ରହେ ସଡନ ଲସ୍ ହବ ମାର୍କେଟରେ ଲସ୍ ହବ ଇଏମଆଇ ବର୍ଡନ ରହିବ ଆପଣଙ୍କ ଲାଇଫରେ ଯଦି ରାହୁ ଆପଣଙ୍କ ଲାଇଫରେ ସିକ୍ସ ହାଉସରେ ରହିବେ ଆପଣଙ୍କୁ ବହୁତ କିଛି ଲୋନ ବର୍ଡନ ଚୁକେଇବାକୁ ପଡିବ ଇଏମଆଇ ଇନଷ୍ଟଲମେଣ୍ଟ ଲାଗିବ ସବୁବେଳେ ଇନଷ୍ଟଲମେଣ୍ଟ ଆପଣ ସବୁବେଳେ ଡେଫିସିଟରେ ରହିବେ ଆପଣ ସେଭିଂ ହେଇପାରିବେନି କେତୁ ଯଦି 12 ହାଉସରେ ରହିବେ ବା 12 ହାଉସ ଅନପ୍ଲାନ୍ଡ ଏକ୍ସପେନ୍ସ କ୍ରେଡିଟ ଇସ୍ୟୁ ଆପଣ ପ୍ଲାନିଂ କରିପାରିବେନି ଆପଣ 10,000 ଟଙ୍କା ରଖିଥିବେ ଆପଣ 20,000 ଖର୍ଚ୍ଚ ହେଇଯିବ ଲୋନ ହେଇଯିବ ଅଟୋମେଟିକ ଅନପ୍ଲାନ୍ ଯୋଉଟା ପ୍ଲାନ୍ କରିନଥିବ ମନେକର ଆପଣ ଗୋଟେ ଜାଗାକୁ ଯିବାର ନଥିଲା ଗୋଟେ ବନ୍ଧୁକୁ ବ୍ୟବହାର ଦେବାର ନଥିଲା କିମ୍ବା କୌଣସି ହଠାତ୍ ଗୋଟେ ମେଡିକାଲ ପ୍ରୋବ୍ଲେମ ପଡିବ ତା ଦ୍ୱାରା ଆପଣ ଖର୍ଚ୍ଚ ହେଇଯିବ ଅନପ୍ଲାନ୍ସ ବୃହସ୍ପତି ଜୁପିଟର ଡେଭୁଲେସନ ସେ ରହିବେ ଆପଣଙ୍କ ଲାଇଫରେ ଲୋନ ନେସେସିଟି ରହିବ ଆପଣ ଓକେ 7th ହାଉସରେ ରହିବେ ଫଳ କଣ ହରୋସ୍କୋପ ବା ଆମ ମାନେ ଆମ ଜାତକରେ 6th ହାଉସରେ ଶନି ରାହୁ ୱିକ୍ ଜୁପିଟର ଲୋନ ପ୍ରେସର ଇଏମଆଇ ବର୍ଡନ ଡେବିଟ ସାଇକେଲ ସବୁବେଳେ ଲାଗି ରହିବ କେବେ କେବେ ପାଷ୍ଟ ଲାଇଫରେ ବି କର୍ମ ହେଇଥାଏ ଆମ ପୂର୍ବ ଜନ୍ମର କିଛି କର୍ମ ଏ ଜନ୍ମରେ ଆମକୁ ମଧ୍ୟ ଭୋଗିବାକୁ ପଡିଥାଏ ତେଣୁ ଲୋନ ସବୁବେଳେ ଆମ ଲାଇଫରେ ଲାଗିକିନା ରହିବ ଆଷ୍ଟ୍ରୋଲୋଜିର ଉପାୟ କଣ ରେମିଡି କଣ ଯଦି ଅଛି ତା ପାଇଁ ରେମିଡି ବି ଅଛି ପ୍ରତି ଶନିବାର ଶନି ମହାରାଜଙ୍କୁ ଆପଣ ସୋରିଷ ତେଲରେ ଖସା ମିଶେଇ ଗୋଟେ କଣ୍ଟା ଲୁହା କଣ୍ଟା ପକେଇ ଜାଳନ୍ତୁ ପ୍ରଦୀପ ଦୀପ ଜାଳନ୍ତୁ ହନୁମାନ ଚାଳିଶା ପାଠ କରନ୍ତୁ ଓମ୍ ନମଃ ଶିବାୟ ଯଦି 108 ଥର ଜପ କରିପାରୁଛନ୍ତି ସକାଳ ସନ୍ଧ୍ୟାବେଳେ ଆହୁରି ମଧ୍ୟ କଟିଯିବ ଆପଣଙ୍କର ଏ ଦୋଷ ପ୍ରତିଦିନ ତୁଳସୀ ୱାଟର ପିଇବା ରାହୁ କେତୁ ଦୋଷ କମିଯାଏ ତୁଳସୀ ୱାଟର ତୁଳସୀ କି ପାଣିରେ ମଧ୍ୟ ଦେଖନ୍ତୁ ତୁଳସୀ ମାର୍କେଟରେ ବିକ୍ରି ହଉଛି ଲୋକ ତାହାର ବି ଇମ୍ପାକ୍ଟ ଅଛି ତାକୁ ଯେତେବେଳେ ଆଷ୍ଟ୍ରୋଲୋଜିକାଲ ହିସାବ କରିବା ଆଷ୍ଟ୍ରୋଲୋଜିକାଲ ଅନୁସାରେ ବି ଆପଣ ଯଦି ତୁଳସୀ ପାଣି ଡେଲି ପିଉଛନ୍ତି ଆପଣ ଅରା କ୍ଲିନ ହେଇଯିବ ଆପଣ ରାହୁ କେତୁ ଦୋଷ କମିଯିବ ପସିବିଲିଟି ୟେଲୋ ପିନ୍ଧିବା ପକ୍ଷୀରାଜ ପିନ୍ଧିବା ଦରକାର ଖରାପ ପିନ୍ଧି ଓନ୍ଲି ଆଫ୍ଟର ହରୋସ୍କୋପ ଦେଖନ୍ତୁ ଯୋଉ ମୁଁ ଷ୍ଟୋନ କହୁଛି ପିନ୍ଧିବା ପାଇଁ
ତାକୁ ଆପଣଙ୍କ ନିଜର ଜାତକ ଚେକ୍ କଲା ପରେ ପିନ୍ଧିବେ। କେବେ ଆପଣ ୟୁଟ୍ୟୁବ ହଉ କିମ୍ବା ନିଜ ମନକୁ କେବେ, କାହିଁକି ନା ଗୋଟେ ଷ୍ଟୋନ ପିନ୍ଧିବା ପାଇଁ ଲାଇଫରେ ଆପଣଙ୍କ ୱେଟ ମାପିଥାଏ। ଆପଣଙ୍କ ୱେଟ ଅନୁସାରେ କୋଉ କେତିକି ରତିର ବା କେତିକି କ୍ୟାରେକ୍ଟର ଷ୍ଟୋନ ପିନ୍ଧିବା ଆବଶ୍ୟକ, ଆଉ ଅରିଜିନାଲି ଷ୍ଟୋନ ପିନ୍ଧିବାର ଆବଶ୍ୟକ। ଯଦି ତାର ଆପଣ ଯଦି ଭୁଲ ଷ୍ଟୋନ ମନ ମନ ଆଜିକାଲି ଦେଖନ୍ତି ମୁଦି ପିନ୍ଧିଛନ୍ତି ମନ ମନ, ଆପଣ ନିଜେ ଆନାଲିସିସ୍ କରନ୍ତୁ ଆପଣ କୋଉ ପ୍ରୋବ୍ଲେମ ହଉଛି, ଏଇଟା ଠିକ ହଉଛି ଭଲ ହଉଛି। ଆଉ ଆପଣ ଭାବନ୍ତୁ ବହୁତ କମ ରେଟ ରେ ବି ଷ୍ଟୋନ ମିଳେ ନା, ଗୋଟେ ଷ୍ଟୋନ ମିନିମମ 2,000 3,000 5,000 ଏଇରକମ, ଗୋଟେ ଅରିଜିନାଲ ଷ୍ଟୋନ କିନ୍ତୁ 4,000 5,000 10,000 ଏଇରକମ ଟଙ୍କା ଲାଗିଥାଏ। ତେଣୁ ଷ୍ଟୋନ ଆପଣ ନାଇପାରିବେ ରାଇଟ ୱେ। ତାକୁ ଆମେ ପୁଣି ଷ୍ଟୋନ କୁ କୋଉ ଧାତୁରେ ନାଇବା ଆବଶ୍ୟକ, ତମ୍ବା କିମ୍ବା ରୂପା କିମ୍ବା ଗୋଲ୍ଡ, ତାକୁ ବି ଜାଣିବା ଦରକାର। ନହେଲେ ଡାଇରେକ୍ଟ କେବେ ପିନ୍ଧନ୍ତୁନି, ଷ୍ଟୋନ କୁ ଆକ୍ଟିଭେଟେଡ କରିବାକୁ ପଡିବ। ରାଇଟ ମନ୍ତ୍ରରେ ତାକୁ ଆକ୍ଟିଭେଟେଡ, ତାକୁ ପବିତ୍ର କରି ପିନ୍ଧିଲେ ସେ ଷ୍ଟୋନ ଯାଇ ଫଙ୍କସନ କରିବ। ଆମେ ଆଣିବା ଗୋଟେ ଷ୍ଟୋନ ଅନଲାଇନରେ ମଗେଇ ଦେଇ ତାକୁ ପିନ୍ଧିଦବା, ଏବେ କାମ କରୁନି, ଦିସ୍ ଇଜ ଇମ୍ପସିବଲ। ଆପଣ ଦୋକାନରେ ଯେମିତି ଡକ୍ଟର ଦେବେ ମେଡିସିନ, ଡକ୍ଟର ନହେଲେ କି ତାହା ପାଇଁ ବି ଖାଇବା ଯେମିତି ଟାଇମ ଟେବୁଲ ଅଛି, ଆପଣ ଯଦି ଏକାଥରେ ସବୁ ଟାବଲେଟ୍ସ ଖାଇଦେବେ ତାର ବି ଇମ୍ପାକ୍ଟ ଅଛି ଲାଇଫରେ। ଯେମିତି ସେରକମ ଷ୍ଟୋନ କୁ ଆପଣ ମନ ଇଚ୍ଛା ଦେଇପାରିବେ, ମେଡିସିନ ବିକ୍ରି ହେଲେ ଆପଣ ତାର ଡକ୍ଟରଙ୍କ ପ୍ରେସକ୍ରାଇବ ରେ ଯେମିତି ନଉଛନ୍ତି, ସେମିତି ଆଷ୍ଟ୍ରୋଲୋଜିର ମାନେ ପ୍ରେଡିକ୍ସନ କରନ୍ତୁ, ରାଇଟ ୱେ ତାପରେ ନିଅନ୍ତୁ, ତାକୁ ଆପଣ ବେନିଫିଟେଡ ପାଇପାରିବେ। ଏ ଥିଲା ଆଜି ଆମ ଲାଇଫରେ କଣ ଲୋନ୍ ହଉଛି କଣ ପାଇଁ, ତାର ପ୍ରତିକାର କଣ, ନିଶ୍ଚିତ ପ୍ରତିକାର ଫଳପ୍ରଦ ଅଛି। ଆମେ ଟାଇମ ଦେଇପାରିବା ଯଦି ଆମେ ନିଶ୍ଚିତ ଭାବରେ ସଫଳ ହେଇପାରିବା। ଓକେ, ପୁଣି ଏକ ନୂଆ ଟପିକ ନେଇ ଆସିବି। ନମସ୍କାର। ଯଦି ଆପଣ ଭିଡ଼ିଓଟି ଭଲ ଲାଗୁଥାଏ ସେୟାର କରନ୍ତୁ, ଆମ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ କରନ୍ତୁ।